ବେଙ୍ଗକୁ ମାରି ପକେଇଲ ମନ ଦୁଃଖ କାହିଁ କହୁଛି ବେଙ୍ଗ ମରିଯାଉ କିଲ ଠାକୁରେ ଶାସ୍ତି ଦେବେ ପାପ ପାପ କର୍ମ କାଟି ହୁଏ ନା କେତେ ବର୍ଷ ପାଇଁ କି ହସ ବାହାରୁছিল ମା ପାପ କରିକି ହସ ବାହାରୁଛି ନା ଭୁଲ କାମ କରିକି ଆସିଛ ନା କିସ ଭୁଲ କାମ କରିଛ ଠାକୁର ବେଙ୍ଗକୁ ବେଙ୍ଗକୁ ମାରି ପକେଇଲ ମନ ଦୁଃଖ କାହିଁ କହୁଛି ବେଙ୍ଗ ମରିଯାଉ କିଲ ଠାକୁରେ ଶାସ୍ତି ଦେବେ ହଁ ନା ଠାକୁର ଶାସ୍ତି ଦେବେ ଆମେ ଯାହା ଭୁଲ କାମ କରନ୍ତି ଯାହାକୁ କଷ୍ଟ ଦିଅନ୍ତି ଠାକୁର ଆମକୁ ବି ସେତିକି କଷ୍ଟ ଦିଅନ୍ତି ବୁଝିପାରିଲ ସେଥିପାଇଁ କାହାକୁ କଷ୍ଟ ଦିଆଯାଏ ନାହିଁ ବେଙ୍ଗକୁ କୁକୁରକୁ ଲୋକଙ୍କୁ କାହାକୁ କଷ୍ଟ ଦିଆଯାଏନି ବୁଝିପାରିଲ ତାହେଲେ ତ କ'ଣ କରିବ ଭଲ କାମ ଯେଉଁ ବେଙ୍ଗକୁ ମାରି ଦେଇଛ ସେ ଭୁଲ କାମ ପାଇଁ କ'ଣ ପ୍ରାୟଶ୍ଚିତ କରିବ ଠାକୁରଙ୍କୁ ପୂଜା କରିବ ପାପ ପାପ କର୍ମ କାଟି ହୁଏ ନା କାଟି ହୁଏନି କାଟି ହୁଏ ତ ମୁଁ ଯେଉଁ ମାର୍କଣ୍ଡେୟଙ୍କ କାହାଣୀ ଶୁଣିଥିଲି ମନେ ଅଛି ନା କ'ଣ ମାର୍କଣ୍ଡେୟଙ୍କ କାହାଣୀ କହିଲ ଯାହାକୁ ଠାକୁରେ ଜନ୍ମ କରିଥିଲେ କେତେ ବର୍ଷ ପାଇଁ 12 ବର୍ଷ ପାଇଁ ହେଲା ସେ ପୁଣି 12 ବର୍ଷ ବେଳକୁ କ'ଣ କଲେ ତପସ୍ୟା କଲେ ହେଲା ଯେଉଁ ଶିବ ଠାକୁର ତାଙ୍କୁ ଜନ୍ମ କରିଥିଲେ ସେ ଆଗରୁ ପାପ କରିଥିଲେ ଆର ଜନ୍ମରେ ସେଇଥିପାଇଁ ଶିବ ଠାକୁର ତାଙ୍କୁ ଯେତେବେଳେ ଜନ୍ମ ଦେଲେ ତାଙ୍କ ମା ବାପାଙ୍କ କତିର ତାଙ୍କୁ 12 ବର୍ଷ ବୟସ ଦେଇଥିଲେ ତମେ ଏখানে କେତେ ବର୍ଷର 6 ବର୍ଷର ତେଣୁ ଯେତେବେଳେ 12 ବର୍ଷ ହେଇତେ ଆସିଲା ତାଙ୍କ ମାମା ବାପା କାନ୍ଦିଲେ ବହୁତ ସେଇଠୁ ତାଙ୍କ ପୁଅ ଯାଇକି ପଚାରିଲା କହିଲେ କାହିଁ କାନ୍ଦୁଛ ମାମା କାହିଁ କାନ୍ଦୁଛ ବାବା ସେଇଠୁ କହିଲେ ତୋତେ 12 ବର୍ଷ ଆୟୁଷ ଦେଇଛନ୍ତି ଠାକୁର ତ ବୟସ ପୁରୀ ଆସିଲାଣି ତ ତୁ ଚାଲିଗଲେ ଆମେ କେମିତି ବଞ୍ଚିମୁ ବୁଝିପାରିଲ ଯେମିତି କହିଲେ ସେଇଠୁ ପୁଅ କହିଲା ମୁଁ ଯାଇକି ତପସ୍ୟା କରିମି କରିକି ସେଇ ଶିବ ଠାକୁରଙ୍କ କତିରୁ ଫେର ବର ନେଇକି ଆସିମି ତମେ ବୁଢ଼ାବୁଢ଼ୀ ହେଇକି ମଲା ପରେ ମୁଁ ଯାଇକି ମରିମି ବୁଝିଲ ସେଠୁ ଯାଇକି ଶିବ ଠାକୁରଙ୍କୁ ବହୁତ ତପସ୍ୟା କଲେ ଶିବ ଠାକୁର ସୁଧ ଆସିଲେନି ସୁଧ ଦେଖା ଦେଲେନି ଯେଉଁଦିନ ତାଙ୍କୁ 12 ବର୍ଷ ବୟସ ପୁରା ହେଲା ସେଇଦିନ ଯମରାଜା ଆସିଲେ କାଳିଆ ଭୁଆ ଯମରାଜା ଆସିକି ଅନ୍ଧାରରେ ପୁରା ତାଙ୍କୁ ନେବା ଲାଗି ଯମ ଫାସ ପକାଇଦେଲେ ତା ବେକରେ ବୁଝିଲ ଯେତେବେଳେ ବେକକୁ ତାଙ୍କୁ ଯମ ଫାସ ଛାଟିଲେ ସେଠୁ ମାର୍କଣ୍ଡେୟ ମୁନି ଯେଉଁ ସିଏ ଏକୁନି ପିଲା ଯେଉଁ ହେଲା ସିଏ ଛାନିଆ ମାନିଆ ହେଇକି ଶିବ ଠାକୁରଙ୍କୁ ଯାଇ କୁଣ୍ଢେଇ ପକାଇଲେ ଏଠି ବସିକି ତପସ୍ୟା କରୁଥିଲେ ସବୁବେଳେ ଦିନ ରାତି ସବୁବେଳେ ଠାକୁରଙ୍କୁ କୁଣ୍ଢେଇ ପକାଇଲେ ଯେମିତି କୁଣ୍ଢେଇ ପକାଇଲେ ସେଠୁ ଯମ ଫାସ ଯେଉଁ ତାଙ୍କ ବେକରେ ପଡ଼ିଲା ଆସିକି ସେ ଶିବ ଠାକୁରଙ୍କ ବେକରେ ବି ପଡ଼ିଗଲା ସେଠୁ ଶିବ ଠାକୁର ସାଙ୍ଗେ ସାଙ୍ଗେ ରାଗିଗଲେ ନିଆଁ ଭଳିଆ ରାଗିକିରି ସେଠୁ ଆସିକି ଯମରାଜକୁ ଧମକେଇଲେ ହେଲା କହିଲେ ଏତେ ବଦମାସ ତୁ ମୋ ଉପରେ ବି ଯମ ଫାସ ପକାଇ ଦେଉଛୁ ମୋତେ ବି ତୁ ମାରିଦେବୁ ବୁଝିଲ ମୋତେ ତୁ ମାରିପାରିବୁନି ମୋ ଭକ୍ତକୁ ବି ତୁ ମାରିବୁନି ହେଲା ମୋ ଭକ୍ତକୁ ମୁଁ ଏଠି ବରଦାନ ଦେମି ତାକୁ ବହୁତ ଆୟୁଷ ଦେମି ସିଏ ବହୁତ ଭଲ କାମ କରିବ ବଡ଼ ହେଇକି ହେଲା କରିକି ଯେତେବେଳେ ସିଏ ମରିବ ସେ ମୋ କତିକି ଆସିବ ତୋ କତିକି ଯାଇପାରିବନି ଯମପୁରକୁ ଯେଉଁଠି ସବୁ କଷ୍ଟ ପାଆନ୍ତି ସବୁ ଲୋକମାନେ ମଲା ପରେ ସେଠିକି ଯିବନି କେଉଁଠି ଯିବ ଶିବ ଠାକୁରଙ୍କ କତିକି ଯିବ ଶିବ ଠାକୁରଙ୍କ ପାଖରେ ଯାଇକି ଆନନ୍ଦରେ ରହିବ ସେଠି କଷ୍ଟ କିଛି ପାଆନ୍ତିନି ବୁଝିପାରିଲ
ତେଣୁ ଯେଉଁ ପାପ ଥିଲା କହି ଶିବ ଠାକୁର ତାଙ୍କୁ ବରଦାନ ଦେଲେ, କହିଲେ ତୁ ନିଜେ ଯେଉଁଦିନ ଚାହିଁବୁ ମରିବାକୁ ସେଇଦିନ ତୁ ମରିବୁ, ତତେ ଅମର କରିଦେଲି। ବୁଝିଲ, ସେଇ ମାର୍କଣ୍ଡେୟ ମୁନି ଯାହାଙ୍କର ପାପ ଥିଲା ବୋଲି ସେ 12 ବର୍ଷ ଆୟୁଷ ପାଇଥିଲେ, ସେ ଅମର ହେଇଗଲେ, ଆଉ ସୁଦୁ ମରିବେନି। ବୁଝିପାରିଲ? ତେଣୁ ପାପ ବି କାଟି ହୁଏ। କେମିତି କାଟି ହୁଏ? ପାପ କେମିତି କଟେ? ହଁ, ତପସ୍ୟା କଲେ। ଭେରି ଗୁଡ୍। ତେଣୁ ସବୁବେଳେ ଠାକୁରଙ୍କୁ ପୂଜା କରିବ, ଠାକୁରଙ୍କୁ ମନ୍ତ୍ର ଜପିବ, ଜପିଲେ ତୁମ ଏଇ ଯେଉଁ ପାପ ଏଇଟା କଟିଯିବ। ଆଉ ପାପ କିନ୍ତୁ କରିବନି। ତୁମେ ଯଦି ଭାବିବ ମୁଁ ତ ଠାକୁରଙ୍କ ମନ୍ତ୍ର ଜପିଲା ବେଳକୁ ସବୁ ପାପ ମୋର କଟିଯାଉଛି, ଆହୁରି ପାପ କରିଦେମି, ଆଉ ପାପ କଲେ କ'ଣ ହେବ? ମନ୍ତ୍ର ଜପିବା ବି ଭୁଲିଯିବ। ହେଲା, ଆଉ ମନ୍ତ୍ର ଜପିତେ ଇଚ୍ଛା ହେବନି, ମନ୍ତ୍ର ଜପିବାର ଅବହେଳା ହେବ। ଧୀରେ ଧୀରେ ଅବହେଳା ହେଇକି ତୁମ ତପସ୍ୟା ତୁମ କତିରୁ ଦୂରକୁ ପଳାଇବ, ତୁମେ ଆଉ ତପସ୍ୟା କରିବା ପାରିବ ନାହିଁ। ବୁଝିପାରିଲ? ଯେମିତି ରାବଣକୁ ଶିବ ଠାକୁର ସବୁବେଳେ ବଞ୍ଚାଉଥିଲେ। ରାବଣ ସେଇଥିପାଇଁ ଆହୁରି ପାପ କଲା, ଆହୁରି ପାପ କଲା, ଆହୁରି ପାପ କଲା। ହେଲା, ନିଜେ ବିଷ୍ଣୁ ଠାକୁର ଯେତେବେଳେ ରାମ ହେଇକି ତା କତିକି ଗଲେ, ଯାଇକି ବି ତାକୁ ପଚାରିଲେ, ରାବଣ ତୁ ସୀତା ମାଆଙ୍କୁ ଚୋରି କରିକି ନେଇକି ଯେଉଁ ରଖିଛୁ ସେଇଟା ଭୁଲ କାମ କରୁଛୁ, ତାଙ୍କୁ ଛାଡ଼ିଦେ, ତାଙ୍କୁ କଷ୍ଟ ଦେ ନା। ବୁଝିଲୁ, ତ ପାପ ସବୁ କ୍ଷମା କରିଦେବି। ରାବଣ ତେବେ ବି ମାନିଲେନି, କହିଲା ମୋ କତିରେ ଶିବ ଠାକୁର ଅଛନ୍ତି, ମୋର ଇଏ କ'ଣ କରିବ? ବୁଝିଲ, କହିକି ଏମିତି ସବୁ ତାଙ୍କୁ କ୍ଷମା ଦେଲେନି। ସେଠି କ'ଣ ହେଲା? ସବୁ ରାବଣ ମରିଗଲା। ହେଲା, ରାବଣ ଯେଉଁ ଶିବ ଠାକୁର ବଞ୍ଚାଉଥିଲେ, ସେ ନିଜେ ଶିବ ଠାକୁରଙ୍କୁ ପୂଜା ସେଦିନ କରିପାରିଲାନି, ରାମ ତାକୁ ମାରିଦେଲେ। ବୁଝିପାରୁଛ? ତେଣୁ ଯେଉଁ ଯାହା ପାପ କରିଛ ସେଟା ସିନା ତପସ୍ୟାରେ କଟିବ, ଆଉ ନୂଆ ପାପ କିଛି କରିବନି। କାହାକୁ କଷ୍ଟ ଦେବନି, କାହାକୁ ଗାଳି କରିବନି, କାହାକୁ ପିଟିବନି, କେଉଁ ଜୀବକୁ ମାରିବନି, ବେଙ୍ଗ, କେଚିଣ୍ଡି, ସାପ, କାହାକୁ ମାରିବନି। ବୁଝିପାରିଲ? ଭେରି ଗୁଡ୍। ଯାଅ ମୋ ସୁନା ଝିଅ, ହେଲା, ତୁମ ମନ କଷ୍ଟ କଲ, ଆସିକି ମୋତେ କହିଲ, ସେଥିପାଇଁ ନୂଆ କଥା ଶିଖିପାରିଲ। ହେଲା, ଯଦି ତୁମେ ବେଙ୍ଗକୁ ମାରି ଖୁସି ହେଇଯାଇଥାନ୍ତ ତାହେଲେ ଭଲ କଥା ଶିଖିପାରିଥାନ୍ତନି। ହେଲା, ଭେରି ଗୁଡ୍ ସୁନା ଝିଅ, ଥ୍ୟାଙ୍କ ୟୁ, ବାଏ।